ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି ଲେସନ୍ ପ୍ଲାନ୍ର ଆଉ ଗୋଟେ ଭିଡ଼ିଓରେ। ଆଜି ଆମେ ଦେଖିବା ଚତୁର୍ଥ ଶ୍ରେଣୀର ଲେସନ୍ ପ୍ଲାନ୍ ପଞ୍ଚପଦୀ ହିସାବରେ ଆମେ କିପରି ଲେଖିବା। ଏହି ଚ୍ୟାନେଲରେ ଏହିପରି ଭିଡ଼ିଓ ଗୁଡ଼ାକ ରେଗୁଲାରଲି ଆସିବ। ଯଦି ଆପଣଙ୍କୁ ଭଲ ଲାଗିଲେ ଆପଣ ସବସ୍କ୍ରାଇବ୍ କରିପାରିବେ। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଡେଟ୍ 25/6/2026, ଶ୍ରେଣୀ ହେଉଛି ଚତୁର୍ଥ, ପିରିୟଡ଼ ହେଉଛି 1-2, ବିଷୟ ପଲ୍ଲବୀ, ପ୍ରସଙ୍ଗ ହେଉଛି ମାଇ ବାଇସାଇକେଲ। ଏଲୋ କୋଡ୍ EN404, ଶିକ୍ଷଣ ଫଳାଫଳ କମ୍ପ୍ରିହେନ୍ସିଭ୍ ଆକ୍ଟିଭିଟି। ଅଦିତିରେ I will tell the parts of the bicycle name and the student to identify it. ବୋଧରେ discuss some comprehension question and tell the student to speak answer individually. ଅଭ୍ୟାସେ I will do VMDT activity in practice work. ପ୍ରୟୋଗରେ take dictation for words. ପ୍ରସାରରେ write the parts of the bicycle. ତାପରେ 3 ନମ୍ବର ପିରିୟଡ଼ ଗଣିତ ମେଳା ହେଉଛି ବିଷୟ, ଆମ ଚାରି ପାଖର ଆକୃତି ହେଉଛି ପ୍ରସଙ୍ଗ। ଏଲୋ କୋଡ୍ M409, ଶିକ୍ଷଣ ଫଳାଫଳ ତ୍ରିମାତ୍ରିକ ଆକୃତିକୁ ସଜାଇ ଲେଖିବେ। TLMରେ ଯିବ ଆମ ଚିତ୍ର ମଡେଲ। ତାପରେ ଅଦିତି ଲୁଡୁ ଗୋଟି ଦେଖାଇ ବିଭିନ୍ନ ପାର୍ଶ୍ୱର ବିପରୀତ ପାର୍ଶ୍ୱ ଚିହ୍ନାଇବାକୁ କହିବି। ବୋଧ ତ୍ରିମାତ୍ରିକ ଆକୃତିର ପୃଷ୍ଠ ଓ ବିପରୀତ ପାର୍ଶ୍ୱ ସମ୍ପର୍କିତ ପ୍ରଶ୍ନ ଆଲୋଚନା କରିବି। ତ୍ରିମାତ୍ରିକ ଆକୃତି ଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ଲେଖିବାକୁ କହିବି। କୋଣ ନଥିବା ଆକୃତିର ନାମ ଲେଖ। ପ୍ରସାରରେ ତ୍ରିମାତ୍ରିକ ଆକୃତି ଗୁଡ଼ିକୁ ଆଙ୍କି ଆଣ। ତାପରେ 4 ନମ୍ବର ପିରିୟଡ଼ କ୍ରୀଡ଼ା ଓ ଯୋଗ ଓ ବ୍ୟାୟାମ। କପୋତ ସ୍ଥିତି ଓ କଟି ମୋଡ଼ ବ୍ୟାୟାମ କରିବେ। ଏଟା ହେଉଛି ଶିକ୍ଷଣ ଫଳାଫଳ। ଅଦିତିରେ ବ୍ୟାୟାମ ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରାଇବି। ବୋଧରେ ସଠିକ ଉପାୟରେ କପୋତ ସ୍ଥିତି ଓ କଟି ମୋଡ଼ ବ୍ୟାୟାମ ଶିଖାଇବି। ଅଭ୍ୟାସରେ ବ୍ୟକ୍ତିଗତ ଭାବେ ବ୍ୟାୟାମ କରି ଦେଖାଇବାକୁ ସୂଚନା ଦେବି। ପ୍ରୟୋଗରେ ବ୍ୟାୟାମ ଦ୍ୱାରା ଶରୀରର କି ଲାଭ ହୁଏ ସେମାନେ କହିବେ। ପ୍ରସାରରେ ଶିଖିଥିବା ବ୍ୟାୟାମ ଘରେ ଅଭ୍ୟାସ କରିବା ପାଇଁ କହିବି। ତାପରେ 5 ନମ୍ବର ପିରିୟଡ଼ ଗଣିତ ମେଳା ହେଉଛି ବିଷୟ, ଆମ ଚାରି ପାଖର ଆକୃତି ହେଉଛି ପ୍ରସଙ୍ଗ। LO କୋଡ୍ ହେଉଛି M409, ଶିକ୍ଷଣ ଫଳାଫଳ ସମଘନ ଦ୍ୱାରା ମଡେଲ ପ୍ରସ୍ତୁତ କରିବେ। TLMରେ GK କିଟ୍ ଓ ଯାଦୁ ପେଡ଼ି। ତାପରେ ଅତିଥିରେ ପ୍ରସଙ୍ଗରେ ଥିବା ମଡେଲ ଗୁଡ଼ିକୁ ଦେଖିବାକୁ ସୂଚନା ଦେବି। ବୋଧରେ ଯାଦୁ ପେଡ଼ିରେ ଥିବା ସମଘନ ବ୍ୟବହାର କରି ପ୍ରସଙ୍ଗରେ ଥିବା ମଡେଲ ପ୍ରସ୍ତୁତ କରାଇବି। ଅଭ୍ୟାସରେ ତ୍ରିଭୁଜାକୃତି ବିନ୍ଦୁ କାଗଜରେ ସମଘନ ଆଙ୍କିବା ଶିଖାଇବି। ପ୍ରୟୋଗରେ ପୃଷ୍ଠା 8ରେ ଥିବା ଗଣିତର ସମାଧାନ କରାଇବି। ପ୍ରସାରରେ ସିଲିଣ୍ଡର ସମଘନ ଠାରୁ କିପରି ଭିନ୍ନ ଲେଖ। 6 ନମ୍ବର ପିରିୟଡ଼ଟା ଆମ ବିଚିତ୍ର ବିଶ୍ୱ ହେଉଛି ବିଷୟ, ଏକତ୍ର ବାସ କରିବା ହେଉଛି ପ୍ରସଙ୍ଗ। ଏଲୋ କୋଡ୍ ହେଉଛି E402, ଶିକ୍ଷଣ ଫଳାଫଳ ଗୋଷ୍ଠୀ ସହଯୋଗର ଗୁରୁତ୍ୱ ଜାଣିବେ। ଅଦିତିରେ ଗପ ମାଧ୍ୟମରେ ଗୋଷ୍ଠୀର ଗୁରୁତ୍ୱ ଆଲୋଚନା କରିବି। ବୋଧରେ ପ୍ରସଙ୍ଗ ଆଧାରିତ ଗଳ୍ପ ମାଧ୍ୟମରେ ଗୋଷ୍ଠୀର ଆବଶ୍ୟକତା ଆଲୋଚନା କରିବି। ଅଭ୍ୟାସରେ ତୁମ ଗାଁରେ କେଉଁ କେଉଁ କାର୍ଯ୍ୟ ମିଳିମିଶି କରିଥାଅ। ପ୍ରୟୋଗରେ ଏକାଠି ମିଶି କାର୍ଯ୍ୟ କରିବା ଦ୍ୱାରା କ'ଣ ସବୁ ଲାଭ ହୋଇଥାଏ। ପ୍ରସାରରେ ଏକତାର ବଳ ଗପଟିକୁ କୁହ। ତାପରେ 7 ନମ୍ବର ପିରିୟଡ଼ ଭାଷା ମହକ ହେଉଛି ବିଷୟ, ଟିକି ଚଢ଼େଇ ହେଉଛି ପ୍ରସଙ୍ଗ। ଏଲୋ କୋଡ୍ ହେଉଛି OD416, ଶିକ୍ଷଣ ଫଳାଫଳ ଅଭ୍ୟାସ ପ୍ରଶ୍ନର ଉତ୍ତର ମୌଖିକ ଓ ଲିଖିତ ଭାବେ ପ୍ରକାଶ କରିବେ। ଅଦିତିରେ ପ୍ରସଙ୍ଗ ଆଧାରିତ ପ୍ରଶ୍ନ ପଚାରିବି। ବୋଧରେ ଅଭ୍ୟାସ କାର୍ଯ୍ୟର 3 ଓ 4 ନମ୍ବର ପ୍ରଶ୍ନ ଆଲୋଚନା କରିବି। ଅଭ୍ୟାସରେ ବ୍ୟକ୍ତିଗତ ଭାବେ ପ୍ରଶ୍ନ ଉତ୍ତର ଲେଖିବାକୁ ସୂଚନା ଦେବି। ପ୍ରୟୋଗରେ ଉତ୍ତର ଫର୍ଦ୍ଦ ସଂଶୋଧନ କରିବି।
ପ୍ରସାରରେ ସକାଳର ଦୃଶ୍ୟକୁ ଚିତ୍ରରେ ଦର୍ଶାଅ। ଏଇଟା ଥିଲା ଚେସ୍ ଶ୍ରେଣୀର ଲେସନ୍ ପ୍ଲାନ୍। ଯଦି ଭିଡ଼ିଓ ଭଲ ଲାଗୁଥିବ ତ ଆପଣ ସବସ୍କ୍ରାଇବ୍ କରିପାରିବେ। ଧନ୍ୟବାଦ।